ଦଶମତମ ମା ବାଉତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଚ୍ଚାପିତ। ଅନୁଗୁଳ ଜିଲ୍ଲା ବରପାଳ ଥାନା ନିକଟ ଗଡ଼ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ 15 ଭରଣିଆ ଗ୍ରାମରେ ଦଶମତମ ମା ବାଉତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଚ୍ଚାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ବିଭୂତି ଭୋଇ, ବିଶିଷ୍ଟ ଆଇନଜୀବୀ ପ୍ରଦୀପ କୁମାର ଦେବତା, ମଣ୍ଡଳ ସଭାପତି କିଟୁ ପଣ୍ଡା, ନାଲକୋ ୟୁନିୟନ ନେତା ପ୍ରକାଶ କୁମାର ସିଂ, ଗୋକୁଳାନନ୍ଦ ଲେଙ୍କା, ଭୋଗବେରିଣୀ ସରପଞ୍ଚ ଚାପିଲିନ ସାହୁ, ସୌରଭ ସାମଲ, ପୂର୍ବତନ ବ୍ଲକ ଚେୟାରମ୍ୟାନ ଡିଲେଶ୍ୱର ରାଉତ, ଗ୍ରାମ ସଭାପତି ଅଲେଖ ଚରଣ ସାହୁ, ବରପାଳ ଥାନା ଏସ୍ଆଇ ଅର୍ଚ୍ଚନା ନାୟକ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର 6 ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏଥିରେ 16ଟି ଦଳ ଭାଗ ନେଇଥିଲେ। ଶେଷରେ ଟେଣ୍ଟଲୋଇ ଓ କୁକୁଡ଼ାଙ୍କ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଫାଇନାଲଟି 3 ପର୍ଯ୍ୟାୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଟେଣ୍ଟଲୋଇ 2-1ରେ ବିଜୟ ହାସଲ କରି ଚାମ୍ପିୟନ ବିବେଚିତ ହୋଇଥିଲା। ଚାମ୍ପିୟନ ଦଳକୁ ଅନୁଗୁଳ ବିଧାୟକ ଟ୍ରଫି ପ୍ରଦାନ କରିଥିବା ବେଳେ ଉପବିଜେତା ଦଳକୁ ଛେଣ୍ଡିପଦା ବିଧାୟକ ଟ୍ରଫି ପ୍ରଦାନ କରିଥିଲେ।